ନାରୀ ଓ ପୁରୁଷମାନଙ୍କର ଜାଣିବା କଥା। ଭଙ୍ଗା ଆଇନାରେ ମୁହଁ ଦେଖିବେ ନାହିଁ। ମନ ଖୋଲା ହସ ହସିବେ। ଉଚ୍ଚ ଆସନରେ ବସି ଗୋଡ଼ ହଲାଇବେ ନାହିଁ। ସର୍ବଦା ବେକ ସିଧା କରି ବସିବେ। ମୁହଁ ଘୋଡ଼େଇ ଶୋଇବେ ନାହିଁ। ନିୟମିତ ମଶାରୀ ଟାଙ୍ଗି ଶୋଇବେ। ପ୍ରାତଃ ଓ ସନ୍ଧ୍ୟାରେ ଶୋଇବେ ନାହିଁ। ବିପଦରେ କାତର, ସୁଖରେ ବିଭୋର ହେବେ ନାହିଁ। ଦିବାନିଦ୍ରା ରାତ୍ରି ଜାଗରଣ କ୍ଷତିକାରକ। ପାଣିରେ ନିଜ ପ୍ରତିବିମ୍ବ ଦେଖିବେ ନାହିଁ। ଅନ୍ୟୁନ 6 ଘଣ୍ଟା ବିଶ୍ରାମ କରିବେ। ଘରେ ଉତ୍ତର ଦକ୍ଷିଣ ଦିଗରେ ଝରକା ରଖିବେ। ଖାଇସାରି ବଜ୍ରାସନରେ ବସିବେ। ଅନ୍ୟର ବ୍ୟବହୃତ ପୋଷାକ, ଲୁଙ୍ଗି, ଗାମୁଛା ବ୍ୟବହାର କରିବେ ନାହିଁ। ଖାଦ୍ୟରେ ନିମ, ଅଦା, ପିଆଜ, ରସୁଣ ସାମିଲ କରିବେ। କୋଲ୍ଡ ଡ୍ରିଙ୍କସ୍ ଅପେକ୍ଷା ଲେମ୍ବୁ ସରବତ, ଆଖୁ ରସ, ପଇଡ଼ ପାଣି ପିଇବେ। ମଇଦା ନିର୍ମିତ ଖାଦ୍ୟ କମ୍ ଖାଇବେ। ଫାଷ୍ଟ ଫୁଡ୍ ଠାରୁ ଦୂରେଇ ରହିବେ। ଅଧିକ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବେ ନାହିଁ। ପରିଶ୍ରମର କୌଣସି ବିକଳ୍ପ ନାହିଁ। ଅନୁସନ୍ଧାନକାରୀଙ୍କ ମତରେ ବିନା ପରିଶ୍ରମରେ କୌଣସି ବି କ୍ଷେତ୍ରରେ ସଫଳତା ମିଳେ ନାହିଁ। ଯଦି କୌଣସି ବ୍ୟକ୍ତି ଭାବୁଥାନ୍ତି କି ତାଙ୍କ ଭିତରେ ବିଶେଷ ଗୁଣ ପ୍ରଥମରୁ ଅଛି, ତେବେ ସେ ପ୍ରଥମରୁ ହିଁ ଭଲ କରିପାରେ। କିନ୍ତୁ ସତରେ ଏହା ହୋଇପାରେ ନାହିଁ। ଅନୁଭବ ଓ ଅଭ୍ୟାସ ବିନା ଭଲ ପ୍ରଦର୍ଶନର ଉଦାହରଣ ଦେଖିବାକୁ ମିଳେ ନାହିଁ। ଭାଗ୍ୟ ଉପରେ ବିଶ୍ୱାସ ନ କରି କଠୋର ପରିଶ୍ରମ କରିବା ଆବଶ୍ୟକ। ଯଦି ଆପଣ କଠୋର ପରିଶ୍ରମ କରିବା ବିନା ଭାଗ୍ୟ ଉପରେ ଭରସା କରୁଛନ୍ତି, ତେବେ ଆପଣ ଭାଗ୍ୟକୁ ବି ହାରିଯିବା ପାଇଁ ବାଧ୍ୟ କରିପାରନ୍ତି। ଆପଣ ଶ୍ରେଷ୍ଠ ଧାବକ ହେବାକୁ ଚାହୁଁଛନ୍ତି, ଏଥିପାଇଁ କଠୋର ପରିଶ୍ରମ ସହ ଦିନରାତି ପ୍ରସ୍ତୁତ କରିଥାନ୍ତି। ତେଣୁ ଆପଣଙ୍କର ପରିଶ୍ରମର ଫଳ ମିଳିଥାଏ ଏବଂ ଆପଣ ଦିନେ ସଫଳ ଧାବକ ହୁଅନ୍ତି। ମଣିଷ ନିଜର ବୋଲି କ'ଣ? ଜନ୍ମ ଅନ୍ୟ ଲୋକ ଦେଇଥାଏ। ନାମ ଅନ୍ୟ ଲୋକ ରଖିଥାଏ। ଶିକ୍ଷା ଅନ୍ୟ ଲୋକ ଦେଇଥାନ୍ତି। ରୋଜଗାର ଅନ୍ୟଠାରୁ ମିଳେ। ଇଜ୍ଜତ ଅନ୍ୟଠାରୁ ମିଳିଥାଏ। ପ୍ରଥମ ଏବଂ ଶେଷ ସ୍ନାନ ଅନ୍ୟ ଲୋକ କରାଇଥାନ୍ତି। ଶ୍ମଶାନ ଅନ୍ୟ ଲୋକ ନେଇଥାନ୍ତି। ମଲା ପରେ ସମ୍ପତ୍ତି ଅନ୍ୟମାନେ ବାଣ୍ଟି ନିଅନ୍ତି। ଏବେ କାହା ସହ ଯୁକ୍ତି କରିବାକୁ ଇଚ୍ଛା ନାହିଁ। ଯଦି କିଏ କୋଉଠି ମୋତେ ଖରାପ ବୋଲି କହୁଛି, ମୁଁ କହୁଛି ହଁ ମୁଁ ଖରାପ, ତୁମେ ଭଲ। ଆଉ ଖୁସିରେ ରୁହ। ଜୟ ଶ୍ରୀ ଜଗନ୍ନାଥ।